ମୁଁ ଗୋଟେ ଦିନ ଅପେକ୍ଷା କରିବାର କାରଣ ଯେ କିଏ କ'ଣ କମେଣ୍ଟସ୍ କରୁଛନ୍ତି ମୁଁ ତାକୁ ଦେଖୁଥିଲି। ନା ନା ଦେଖି ଚାହିଁ କହିବା କଥା ନାହିଁ, ମୁଁ ଦେଖୁଥିଲି, ଦେଖିଲି। ଶୁଣନ୍ତୁ, ମୁଁ କାହାକୁ ଆଟାକ୍ କରିବାର ନାହିଁ। ମତେ ଯୋଉ ହଇରାଣ ହେଇଛି ମୁଁ ତା ପ୍ରତିଶୋଧ ନେଲି। ଏ କଥା ଭକ୍ତ ଦାସ ଜାଣିନାହାନ୍ତି ତ ମନକୁ ଯୋଉଡା ଆଇଲା ବାସ୍ ମୁଟ ମାରି କହିଦଉଛୁ। ଇଏ ହଉଛି କଥା। କହିବା ଆଗରୁ ଭାବିବା କଥା, ଚିନ୍ତା କରିବା କଥା ଯେ ମୁଁ ମେଣ୍ଟ କରିବି କି ନାହିଁ। ଯଦି ମେଣ୍ଟ କରିବି, 24 ବର୍ଷରେ କଂଗ୍ରେସ ଲୋକ ଯୋଉ ହଇରାଣ ହେଇଛନ୍ତି, ଯୋଉ ଅସୁବିଧା ଭୋଗିଛନ୍ତି, କେବେ ମଧ୍ୟ କୌଣସି ଲୋକ ରାଜି ହେବାର ପ୍ରଶ୍ନ ଉଠୁନି। ଆପଣ ପଚାରନ୍ତୁ କାହାକୁ। ହଁ, ତାଙ୍କ ଘର ପାଖକୁ ଯାଇଥିଲି। ମତେ ସେଦିନ ଫୋନ ଆସିଥିଲା, ଡାକିଥିଲେ ଯେ ରାଜ୍ୟସଭା ଇଲେକ୍ସନ ଅଛି, ବିଧାୟକ ମାନଙ୍କୁ କାହାକୁ କାହାକୁ ଡକାଯାଇଛି ବସିକି କଥା ହେବା ପାଇଁ। ତ ମୋର ସଭା ସମିତି ଥିଲା, ଲେଟ୍ ହେଇଗଲା। ତା ବାସି ଦିନ ଏଇଠି କେତେ ମିଡିଆ ବନ୍ଧୁ ଆସିଥିଲେ, ମୁଁ ତାଙ୍କୁ ମଧ୍ୟ କହିଛି ମୋର ଭାଇ ଲେଟ୍ ହେଇଯାଇଥିଲା, ମୁଁ ଆସିଛି, ସଭାପତି କ'ଣ ପାଇଁ ଡାକିଛନ୍ତି ମୁଁ କହିଲି। ତ ମୁଁ ଦେଖିଲି କଥାବାର୍ତ୍ତା ହେଲି, ମତେ ବି ଭଲ ମୌକାଟି ମିଳୁଛି, ମୁଁ ମୌକାର ପ୍ରତିଶୋଧ ନେବି, ଫାଇଦା ନେବିନି, ମୁଁ ମୋ ପ୍ରତିଶୋଧ ନେବି ବାସ୍।